ଆଜି ଆମେ ଜଣେ ବିଶିଷ୍ଟ କଳାକାରଙ୍କ ବିଷୟରେ କଥା ହେବା। ହଁ, ଆଉ ତାଙ୍କ ସହିତ ଜଡ଼ିତ ଭାରତର ଏକ ପୁରାତନ ଆଉ ବହୁତ ସୁନ୍ଦର ଶାସ୍ତ୍ରୀୟ ନୃତ୍ୟକଳା। ଠିକ୍ କହିଲେ। ଆମେ ଚେମଞ୍ଚେରି କୁହ୍ନିରାମନ୍ ନାୟର ଆଉ କଥାକଲି ନୃତ୍ୟ ବିଷୟରେ ଗଭୀର ଭାବରେ ଆଲୋଚନା କରିବା ପାଇଁ କିଛି ତଥ୍ୟ ଏକାଠି କରୁଛୁ। ହଁ, ଆମର ମୂଳ ଲକ୍ଷ୍ୟ ହେଉଛି ଏହି ତଥ୍ୟ ଭିତରୁ ଦେଖିବା ଯେ ଏହି ମହାନ ଗୁରୁଙ୍କର ପ୍ରକୃତ ଅବଦାନ କ'ଣ ଥିଲା। ଆଉ କଥାକଲି ନିଜେ, ଏହାର ବିଶେଷତ୍ୱ କ'ଣ? ବିଲକୁଲ। କଥାକଲି ଆମେ ସମସ୍ତେ ଜାଣନ୍ତି କେରଳର ଗୋଟେ ବହୁତ ପ୍ରସିଦ୍ଧ ନୃତ୍ୟ ନାଟିକା। ହଁ, ନୃତ୍ୟ ନାଟିକା। ଆଉ ଏହାର ଆରମ୍ଭ ଉତ୍ପତ୍ତି ସେ ପ୍ରାୟ 16ଶ ଶତାବ୍ଦୀରୁ। ବହୁତ ପୁରୁଣା। ହଁ, ବହୁତ ପୁରୁଣା। ଏହା କେବଳ ଗୋଟେ ନାଚ ନୁହେଁ, ଗୋଟେ ପୂରା କାହାଣୀ କହିବାର ଏକ ଜୀବନ୍ତ ମାଧ୍ୟମ। ଆଚ୍ଛା, ତେବେ ଚାଲନ୍ତୁ ସିଧା ଆମ ତଥ୍ୟକୁ ଯିବା। ଆମେ ପାଇଥିବା ଲେଖାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଚେମଞ୍ଚେରି କୁହ୍ନିରାମନ୍ ନାୟର ସେ କଥାକଲି ସହିତ ବହୁତ ଗଭୀର ଭାବରେ ଜଡ଼ିତ ଥିଲେ। ହଁ, ଏଥିରେ ତ କିଛି ସନ୍ଦେହ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି, ତାଙ୍କୁ କେବଳ ଜଣେ ମଞ୍ଚ କଳାକାର ବା ପ୍ରଦର୍ଶନକାରୀ ଭାବରେ ଦେଖିଲେ କ'ଣ ଯଥେଷ୍ଟ ହେବ? ନା, ସେଇଟା ହିଁ ମଜାର କଥା। ସେଇଠି କଥାଟା ଆହୁରି ଭିତରକୁ ଯାଉଛି। ତାଙ୍କର ମଞ୍ଚ ପ୍ରଦର୍ଶନ ତ ନିଶ୍ଚୟ ବହୁତ ଭଲ ଥିଲା, ସନ୍ଦେହ ନାହିଁ। ହଁ, କିନ୍ତୁ ତାଙ୍କର ଅସଲ କାମ ବୋଧହୁଏ ମଞ୍ଚ ପଛରେ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଚ୍ଛା, କେମିତି? ବିଶେଷ କରି ଆପଣ ଦେଖିବେ ଉତ୍ତର କେରଳରେ ସେଠି ନୃତ୍ୟ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ, ଆଗକୁ ନେବାରେ ତାଙ୍କର ଭୂମିକା ବହୁତ ବଡ଼। ଓହୋ, ସେ 1945 ମସିହାରେ ଗୋଟେ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଭାରତୀୟ ନାଟ୍ୟ କଳାଲୟମ୍। 1945ରେ? ସେତେବେଳେ ତ ଦେଶ ସ୍ୱାଧୀନ ହେବାକୁ ଯାଉଥାଏ। ଆଉ ଉତ୍ତର କେରଳରେ ଏଇଟା କ'ଣ ସେ ସମୟ ପାଇଁ କିଛି ବିଶେଷ କଥା ଥିଲା? ହଁ, ନିଶ୍ଚୟ। ମୋର ଯେତେଦୂର ମନେ ହୁଏ, କଥାକଲିର ମୂଳ କେନ୍ଦ୍ରଗୁଡ଼ିକ ବୋଧେ ଦକ୍ଷିଣ କେରଳରେ ବେଶୀ ଥିଲା ନା? ହଁ, ଆପଣ ଠିକ୍ ଧରିଛନ୍ତି। ପାରମ୍ପରିକ ଭାବେ ଦକ୍ଷିଣରେ ବେଶୀ ପ୍ରଚଳନ ଥିଲା, ଆଉ ସେତେବେଳେ ଶିକ୍ଷାଦାନ ମୁଖ୍ୟତଃ ଗୁରୁକୁଳ ପଦ୍ଧତିରେ ଚାଲୁଥିଲା। ହଁ, ଗୁରୁ ଶିଷ୍ୟ ପରମ୍ପରା। ଏକଦମ। ତେଣୁ ଉତ୍ତର କେରଳ ଭଳି ଜାଗାରେ ଯେଉଁଠି କଥାକଲିର ପ୍ରଭାବ ସେତେଟା ନଥିଲା, ସେଠି ଗୋଟେ ଅନୁଷ୍ଠାନିକ ନୃତ୍ୟ ସ୍କୁଲ ଖୋଲିବା ସେଟା ନିଶ୍ଚୟ ଗୋଟେ ବହୁତ ବଡ଼ ଆଉ ନୂଆ ପଦକ୍ଷେପ ଥିଲା। ଆଚ୍ଛା, ଏହାଦ୍ୱାରା ଆହୁରି ବ୍ୟବସ୍ଥିତ ଭାବରେ ଆଉ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଲା। ଆଉ ସତରେ ଏଇଟା ଉତ୍ତର କେରଳର ପ୍ରଥମ ନୃତ୍ୟ ବିଦ୍ୟାଳୟ ବୋଲି କୁହାଯାଏ। ବାଃ! ମାନେ ସେ ଖାଲି ଜଣେ ନୃତ୍ୟଶିଳ୍ପୀ ନଥିଲେ, ଜଣେ ଭିଜନାରୀ, ଜଣେ ସଂଗଠକ ବି ଥିଲେ। ହଁ, ଠିକ୍ ସେଇଆ। ଆଚ୍ଛା, ଏବେ ଟିକେ କଥାକଲି ନୃତ୍ୟ ବିଷୟରେ ଆସିବା। ଏହାର କୋଉ ଜିନିଷଟା ଏହାକୁ ଏତେ ଖାସ୍ କରେ? ଆଉ ନୟାରଙ୍କର ପ୍ରଦର୍ଶନରେ ସେମିତି କ'ଣ ବିଶେଷତ୍ୱ ଥିଲା ବୋଲି ଆମ ତଥ୍ୟ କହୁଛି? ଦେଖନ୍ତୁ, କଥାକଲିର ସବୁଠୁ ବଡ଼ କଥା ହେଲା ତାର ନାଟକୀୟତା। ଏଥିରେ ଖାଲି ଶରୀରର ଗତି ନୁହେଁ, ହଁ, ମୁହଁର ଭାବଭଙ୍ଗୀ, ଯାହାକୁ ଅଭିନୟ କୁହନ୍ତି, ହାତର ମୁଦ୍ରା, ଏପରିକି ଆଖିର ଚାଳନା, ସବୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ସେ ବେଶଭୂଷା, ମେକଅପ୍, ସେଗୁଡ଼ାକ ବି ତ ବହୁତ ଅଲଗା ଥାଏ। ଏକଦମ। ପ୍ରତ୍ୟେକ ଚରିତ୍ର ପାଇଁ ଅଲଗା ରଙ୍ଗ, ଅଲଗା ମେକଅପ୍। ଆଉ ନାୟାରଙ୍କ କଥା କହିଲେ, ଆମ ପାଖରେ ଯାହା ତଥ୍ୟ ଅଛି ସେଥିରୁ ଜଣାପଡ଼ୁଛି ଯେ ସେ ବିଶେଷ କରି କୃଷ୍ଣଙ୍କ ଭୂମିକାରେ ଆଉ ଅନ୍ୟ ସାତ୍ୱିକ ଭଲ ଚରିତ୍ରଗୁଡ଼ିକରେ ବହୁତ ନାଁ କରିଥିଲେ। ଆଚ୍ଛା, କୃଷ୍ଣ ଭୂମିକାରେ? ହଁ, ତାଙ୍କ ଅଭିନୟରେ ଗୋଟେ ନିର୍ଦ୍ଦିଷ୍ଟ ଶୈଳୀ, କଲ୍ଲାଡିକୋଡାନ ଶୈଳୀର ପ୍ରଭାବ ଥିଲା ବୋଲି ବି କୁହାଯାଏ। କଲ୍ଲାଡିକୋଡାନ? ସେଇଟା କ'ଣ? ସେଇଟା ଏମିତି ଗୋଟେ ଶୈଳୀ ଯେଉଁଥିରେ ଶାରୀରିକ ଅଭିବ୍ୟକ୍ତି ବଡି ଲାଙ୍ଗୁଏଜ ଉପରେ ଟିକେ ବେଶୀ ଜୋର ଦିଆଯାଏ। ଓହୋ, ବୁଝିଲି। ତାହେଲେ ତାଙ୍କର ଯୋଉ ସ୍କୁଲ ଥିଲା, ସେଇଟା କ'ଣ ଖାଲି ପିଲାଙ୍କୁ ନାଚ ଶିଖିବାର ସୁଯୋଗ ଦଉଥିଲା, ନା ଏହି ନିର୍ଦ୍ଦିଷ୍ଟ ଶୈଳୀ ବା କଳାର ଗୁଣବତ୍ତାକୁ ଆଗକୁ ନେବାରେ ବି ସାହାଯ୍ୟ କରୁଥିଲା? ନିଶ୍ଚିତ ଭାବରେ ଦୁଇଟା ଯାକ କାମ କରୁଥିଲା। ଗୋଟେ ପଟେ ଏହା ଗୋଟେ ସ୍ଥାୟୀ ଜାଗା ଦେଲା ଯେଉଁଠି ଆଗ୍ରହୀ ପିଲାମାନେ, ଶିକ୍ଷାର୍ଥୀମାନେ ଆସି କଥାକଲି ଶିଖିପାରିବେ। ହଁ, ଗୋଟେ ଷ୍ଟ୍ରକ୍ଚର ମିଳିଲା। ହଁ, ଆଉ ଅନ୍ୟପଟେ ନାୟାର ନିଜେ ଯେହେତୁ ସେଠାରେ ଥିଲେ, ତାଙ୍କର ନିଜସ୍ୱ ଶୈଳୀ, ତାଙ୍କର କଳା ପ୍ରତି ଯେଉଁ ନିଷ୍ଠା ଥିଲା, ସେଇଟା ନିଶ୍ଚୟ ସେଠାକାର ଶିକ୍ଷାଦାନକୁ ପ୍ରଭାବିତ କରିଥିବ। ଫଳରେ କଳାର ଯେଉଁ ଷ୍ଟାଣ୍ଡାର୍ଡ, ଯେଉଁ ମାନ, ସେଇଟା ବଜାୟ ରହିଲା। ହଁ, ଠିକ୍। ଆଉ ତାଙ୍କର ପରମ୍ପରା ବି ଆଗକୁ ବଢ଼ିଲା। ବୁଝିଗଲି। ତାହେଲେ ଚେମଞ୍ଚେରି କୁହ୍ନିରାମନ୍ ନାୟରଙ୍କୁ ଖାଲି ଜଣେ କଥାକଲି ନୃତ୍ୟଶିଳ୍ପୀ କହିଦେଲେ ତାଙ୍କ ପ୍ରତି ଠିକ୍ ବିଚାର ହବନି? ନା, ବିଲକୁଲ ନୁହେଁ। ସେ ଏହି କଳାକୁ ବଞ୍ଚେଇ ରଖିବା ପାଇଁ, ଆଗକୁ ବଢ଼ାଇବା ପାଇଁ ଗୋଟେ ପୂରା ଅନୁଷ୍ଠାନ ତିଆରି କରିଥିଲେ। ତାଙ୍କୁ ଜଣେ କଳା ସଂରକ୍ଷକ ବି କୁହାଯାଇପାରେ। ଏକଦମ ଠିକ୍ କଥା। ମୂଳ କଥାଟା ହେଲା, ଗୋଟେ ଏତେ ପୁରୁଣା କଳା 16ଶ ଶତାବ୍ଦୀରୁ ଆରମ୍ଭ ହେଇଛି। ହଁ,
ତାକୁ ବିଂଶ ଶତାବ୍ଦୀରେ ଗୋଟେ ନୂଆ ଭବିଷ୍ୟତ ଦେବାପାଇଁ ସଂରକ୍ଷିତ କରିବାପାଇଁ ସେ ଗୋଟେ ବାଟ ବାହାର କଲେ। ସେ ଯୋଉ 1945ରେ ସ୍କୁଲ ଖୋଲିଲେ ସେଇଟା ଖାଲି ଗୋଟେ ସ୍କୁଲ ନଥିଲା। ସେଇଟା ଉତ୍ତର କେରଳରେ କଥାକଲିର ଭବିଷ୍ୟତ ପାଇଁ ଗୋଟେ ମାଇଲ ଖୁଣ୍ଟ ଥିଲା କହିଲେ ଭୁଲ ହବନି। ସତରେ ଏଇଟା ଦେଖାଉଛି କେମିତି ଜଣେ ବ୍ୟକ୍ତିର ଦୂରଦୃଷ୍ଟି ତାଙ୍କର କାମ ଗୋଟେ ପୁରା କଳା ପରମ୍ପରାକୁ ବଞ୍ଚେଇ ରଖିବାରେ ସାହାଯ୍ୟ କରିପାରେ। ହଁ, ଯେଉଁମାନେ ଆମର ଶାସ୍ତ୍ରୀୟ କଳାର ସଂରକ୍ଷଣ ବିଷୟରେ ଭାବନ୍ତି ସେମାନଙ୍କ ପାଇଁ ନାୟାରଙ୍କ କାହାଣୀଟା ନିଶ୍ଚୟ ଗୋଟେ ବହୁତ ବଡ଼ ଉଦାହରଣ। ଆଉ ଏଇଠୁ ଗୋଟେ ଗଭୀର ପ୍ରଶ୍ନ ବି ଆସୁଛି ମନକୁ। କୁହନ୍ତୁ। ଆଜିକାଲି ଦୁନିଆରେ ଜଣେ କଳାକାର ଖାଲି ନିଜେ ନାଚିବା ବା ଗାଇବା କିମ୍ବା କିଛି ପିଲାଙ୍କୁ ଶିଖେଇବା ଛଡ଼ା ଆଉ କେଉଁ ନୂଆ ଉପାୟରେ ଏହି ପୁରୁଣା କଳାଗୁଡ଼ିକୁ ବଞ୍ଚେଇ ରଖିବା ପାଇଁ ଆଉ ଆଗକୁ ନେବା ପାଇଁ କାମ କରିପାରିବ? ହଁ, ଏହା ବହୁତ ଗୁରୁତ୍ୱ